ଇଏ କୋଉ ସାଧାରଣ ନଦୀ ନୁହେଁ। ଏଠି ଭଗବାନ ପରଶୁରାମ ତାଙ୍କ ମାତାଙ୍କର ହତ୍ୟା କଲା ପରେ ଏହି ଜାଗାରେ ହିଁ ତାଙ୍କର ଆସି ହାତ ଧୋଇଥିଲେ ଏବଂ ଏଇଠି ସ୍ନାନ କରିଥିଲେ। ଆ ପଛରେ ରହସ୍ୟ କଣ ନା ଋଷି ଯମଦଗ୍ନି ଏବଂ ତାଙ୍କର ପତିବ୍ରତା ସ୍ତ୍ରୀ ରେଣୁକାଙ୍କର। ରେଣୁକା ଏତେ ପତିବ୍ରତା ସ୍ତ୍ରୀ ଥିଲେ ଯେ ସେ ଯୋଉ ଘଡାରେ ଯୋଉ କଳସରେ ପାଣି ଆଣିବା ପାଇଁ ଯାଆନ୍ତି ତାଙ୍କ ପତିବ୍ରତା କାରଣରୁ ହିଁ ସେ କଳସ କିଛି ହୁଏ ନାହିଁ ବା ଭାଙ୍ଗେ ନାହିଁ। କିନ୍ତୁ ଋଷି ଯମଦଗ୍ନିଙ୍କ ପତ୍ନୀ ରେଣୁକା ଦିନେ ପାଣି ଆଣିବାକୁ ଯାଉଥିବା ସମୟରେ ହିଁ କିଛି ଗନ୍ଧର୍ବ ମାନଙ୍କୁ ନୃତ୍ୟ କରିବାର ଦେଖିଲେ ଆଉ ତାଙ୍କ ମନ କିଛି ସମୟ ପାଇଁ ବିଚଳିତ ହୋଇଯାଇଥିଲା ବା ତାଙ୍କ ଆଡକୁ ଭଟକି ଯାଇଥିଲା। ଯାହାଫଳରେ କି ଯେତେବେଳେ ମାତା ରେଣୁକା ଜଳ ଆଣିକିରି ଆଶ୍ରମ ଫେରିଲେ ତ ଋଷି ଯମଦଗ୍ନି ତାଙ୍କର ତପବଳରୁ ଜାଣି ଯାଇଥିଲେ ଯେ ମାତା ରେଣୁକା କିଛି ସମୟ ପାଇଁ ଗନ୍ଧର୍ବ ମାନଙ୍କ ପ୍ରତି ଭଟକି ଯାଇଥିଲେ। ଯାହାଫଳରେ କି ମାତା ରେଣୁକାଙ୍କର ବଧ କରିବା ପାଇଁ ସେ ତାଙ୍କର 5 ପୁତ୍ରକୁ ଆଦେଶ ଦେଇଥିଲେ। ଭଗବାନ ପରଶୁରାମ ହେଲେ ସଭା ସାନ ପୁଅ, ତାଙ୍କର ଉପରେ 4 ଭାଇ ଥିଲେ। 4 ଭାଇ ଯାକ ମନା କରିଦେଇଥିଲେ ମାତା ରେଣୁକାଙ୍କର ବଧ କରିବା ପାଇଁ। ସେଇଠି ଭଗବାନ ପରଶୁରାମଙ୍କ ପିତା ଋଷି ଯମଦଗ୍ନି ତାଙ୍କୁ ପଥର କରିଦେଇଥିଲେ ଅଭିଶାପ ଦେଇ। ଆଉ ଭଗବାନ ପରଶୁରାମ ପିତାଙ୍କର ଆଦେଶ ମାନି ମାତାଙ୍କ ମୁଣ୍ଡ ବିଚ୍ଛେଦ କରିଥିଲେ ଗଣ୍ଡିକୁ। ଯାହାଫଳରେ କି ଭଗବାନ ପରଶୁରାମଙ୍କ ପିତା ଋଷି ଯମଦଗ୍ନି ଖୁସି ହେଇ ଯେତେବେଳେ ବର ମାଗିବାକୁ କୁହନ୍ତି, ଭଗବାନ ପରଶୁରାମ ସେଇଠି କହିଥିଲେ କି ମୋର ମାତାଙ୍କୁ ଜୀବନ ଦାନ ଦିଅନ୍ତୁ ଏବଂ ମୋର 4 ଭାଇକି ଯୋଉ ପଥର କରିଦେଇଛନ୍ତି ତାଙ୍କୁ ମଧ୍ୟ ମୁକ୍ତ କରନ୍ତୁ। ସେଇଠି ଭଗବାନ ପରଶୁରାମଙ୍କ ପିତା ଋଷି ଯମଦଗ୍ନି ତାଙ୍କ 4 ଭାଇକି ମୁକ୍ତ କରିଥିଲେ ଏବଂ ମାତା ରେଣୁକାଙ୍କୁ ମଧ୍ୟ ଜୀବନ ଦାନ ଦେଇଥିଲେ। ଯାହାଫଳରେ କି ଭଗବାନ ପରଶୁରାମ ତାଙ୍କ ସେ ମାତୃ ହତ୍ୟାରୁ ମୁକ୍ତି ପାଇ ପାରୁନଥିଲେ ଆଉ ସେ କୁରାଢି ତାଙ୍କ ହାତରୁ ଛାଡୁନଥିଲା। ଯାହାଫଳରେ କି ଭଗବାନ ହିମାଳୟରେ ଆସିକିରି ଏହି କୁଣ୍ଡ ପାଖରେ ପହଞ୍ଚିଲେ ଆଉ ଏହି କୁଣ୍ଡରେ ସେ ସ୍ନାନ କରିଥିଲେ ବା ଏଇ ନଦୀରେ ସ୍ନାନ କଲା ପରେ ତାଙ୍କ ହାତରୁ କୁରାଢି ଛାଡି ଯାଇଥିଲା। ଆଉ ଆଜି ବି ଭଗବାନ ପରଶୁରାମଙ୍କ ନାମରେ ଭଗବାନ ପରଶୁରାମ କୁଣ୍ଡୁ ବୋଲି ଆଜି ବି ହିମାଳୟରେ ଏହି କୁଣ୍ଡ ଅଛି। ତ ଗର୍ବର ସହିତ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ଭଗବାନ ପରଶୁରାମ ଲେଖିଦିଅନ୍ତୁ।